ଦେଖନ୍ତୁ ଆଶ୍ଚର୍ଯ୍ୟ ଲାଗୁଛି ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଜଣେ ଆଦିବାସୀ, ରାଷ୍ଟ୍ରପତି ହେଉଛନ୍ତି ଆଦିବାସୀ। ଯୋଉଥିପାଇଁ ଯେ ଆଦିବାସୀ ମାନେ ଗର୍ବ ଅନୁଭବ କରୁଥିଲେ, ଆନନ୍ଦିତ ଥିଲେ। କିନ୍ତୁ ଆଜି ତାଙ୍କ ଆନନ୍ଦ ପାଣି ଫଟୋକାଳେ ପଶୁରି ଯାଉଛି। ଆଜି ସମସ୍ତଙ୍କ ଆଖିରେ ଲୁହ। ଯୋଉ ଆଶା ଥିଲା ତାଙ୍କ ଆଶାକୁ ବିଶ୍ୱାସଘାତରେ ପରିଣତ କରିଛନ୍ତି ମୋହନ ମାଝୀ। ପାଟଣା ବ୍ଲକର ଯମୁନା ପଶ୍ଚିମ ଏବଂ ଚେମେଳା ପଞ୍ଚାୟତ 12 ଖଣ୍ଡ ଗାଁ ଜେଏସଡବ୍ଲ୍ୟୁ ଏବଂ ପୋସ୍କୋ ହାତରେ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଯଦି ସେଠି ଜେଏସଡବ୍ଲ୍ୟୁ ଏବଂ ପୋସ୍କୋ ଗାଁର 1400 ଏକର ଜାଗା ନେଲେ ନିଶ୍ଚିତ ତାଙ୍କର ଜୀବିକା ହରାଇବେ, ତାଙ୍କର ପରିବାର ହରାଇବେ, ତାଙ୍କ ରୋଜଗାର ହରାଇବେ। କାରଣ ଏଇ 15,000 ଲୋକଙ୍କର ମୁଖ୍ୟ ରୋଜଗାର ହଉଛି, ଜୀବିକା ହଉଛି ଚାଷ। ଚାଷ ଦ୍ୱାରା ସେମାନେ ନିଜ ପରିବାର ପୋଷଣ କରନ୍ତି, ଜୀବିକା ନିର୍ବାହ କରନ୍ତି। ଚାଷ ଜମି ନେଇଯିବେ, ଖେଳ ପଡ଼ିଆ ନେଇଯିବେ, ଶ୍ମଶାନ ନେଇଯିବେ, ମନ୍ଦିର ଜାଗା ନେଇଯିବେ, ତାହେଲେ ଲୋକମାନେ କେମିତି ବଞ୍ଚିବେ? କାହା ଭରସାରେ ବଞ୍ଚିବେ? କେମିତି ବଞ୍ଚିବେ? ଆପଣ ପ୍ଲାନ୍ କରନ୍ତୁ ନା, କିନ୍ତୁ 15,000 ଲୋକଙ୍କର ରକ୍ତ ଶୋଷି ପ୍ଲାନ୍ କରନ୍ତୁ ନାହିଁ। କିନ୍ତୁ ଏଇ ଜାଗାରେ 2013 ମସିହାରେ ମିତ୍ତଲ ଆସିଥିଲା, ଏଇ ବିଜେପି ତାକୁ ବିରୋଧ କରିକି ଓଡ଼ିଶାର ବିଦା କଲେ। କିନ୍ତୁ ଆଜି ଆମେ ଦାବି କରୁ ଯୋଉଭଳି ଭାବରେ ଜୋର ଜବରଦସ୍ତ ମିଛରେ ବାହାର ଲୋକ ଆଣି ଗ୍ରାମ ସଭା କରୁଛନ୍ତି, ତାକୁ ବନ୍ଦ କରନ୍ତୁ। ସାଧାରଣ ଲୋକମାନଙ୍କୁ ପୋଲିସ ଲଗେଇକି ଲାଠିମାଡ଼ କରାଯାଉଛି, ରକ୍ତ ବୁହାଯାଉଛି, ଜେଲ ଜେଲ ଯାଉଛି, ତାକୁ ନିବୃତ୍ତ ରୁହନ୍ତୁ। ସରକାର କମ୍ପାନୀକୁ ହଟାନ୍ତୁ। ସାଧାରଣ ଲୋକମାନେ ଆଦିବାସୀ ମାନେ ନିଷ୍ପତ୍ତି ନେଇଯାଇଛନ୍ତି, ରକ୍ତ ଦେବୁ, ଜୀବନ ଦେବୁ, କିନ୍ତୁ ଖଣ୍ଡେ ଜାଗା ଦେବୁ ନାହିଁ। ତାଙ୍କ ଆନ୍ଦୋଳନରେ ଓଡ଼ିଶା ଯୁବ କଂଗ୍ରେସ ଛିଡ଼ା ହେଇଛି ଏବଂ ତାଙ୍କ ସହିତ ସମର୍ଥନ ଦେଇଛି। ଏବଂ ସରକାର 7 ଦିନ ଭିତରେ ନ ଚେତିଲେ ଆମେ ତାଙ୍କର 12 ଯୋଉ ଗାଁ ଅଛି ପାଟଣାର, ସେ ଗାଁ ଲୋକ ପାଖକୁ ଯାଇ ପଦଯାତ୍ରା କରିବୁ। ତାପରେ ନ ଶୁଣିଲେ ଆମେ ମୁଖ୍ୟମନ୍ତ୍ରୀ ବିଭାଗ ଘେରାଉ କରିବୁ। ସାରା ଓଡ଼ିଶାର ଯୁବକ ମାନଙ୍କୁ ଆଦିବାସୀ ମାନେ ଏକତ୍ରିତ କରିକି ମୁଖ୍ୟମନ୍ତ୍ରୀ ଘେରାଉ କରିବୁ। ଆମେ ଇଣ୍ଡଷ୍ଟ୍ରିକୁ ବିରୋଧ କରୁନାହୁଁ। ଯୋଉ ଜାଗାରେ ଲୋକମାନଙ୍କର ଜୀବିକା ନ ରହିବେ, ଯୋଉମାନେ ଲୋକମାନେ ପ୍ରଭାବିତ ନ ହେବେ, ସେଇ ଜାଗାରେ ଆପଣ ନେଇ କମ୍ପାନୀ କରନ୍ତୁ, ଇଣ୍ଡଷ୍ଟ୍ରି କରନ୍ତୁ ନା। ଲୋକମାନଙ୍କ ଜମିକୁ ଜୋର ଜବରଦସ୍ତି ନେଇକି କୋଉ ଜାଗା ଜୀବିକା ରୋଜଗାର କଥା ଆପଣ ସରକାର କହୁଛନ୍ତି। କେଉଁଝର ଜିଲ୍ଲା ସବୁଠୁ ଅଧିକ ରାଜସ୍ୱ ଆଦାୟ କରୁଛି। କେଉଁଝର ଜିଲ୍ଲାର ସବୁଠୁ ଅଧିକ ଖଣି ଖାତ, ସବୁଠୁ ଅଧିକ ବେକାର ବି ଦେଖିବେ କେଉଁଝର ଜିଲ୍ଲାରେ ଦେଖିବେ। କାରଣ ଆପଣ ଦେଖିବେ ଏବେ ଏଇ କେଉଁଝର ଜିଲ୍ଲାର ତେଲକୋଇର 14 ଜଣ ଲୋକମାନେ ବାହାରେ ଦାଦନ କରିକି ଡେଡ୍ ବଡି ହେଇକି ଓଡ଼ିଶା ଫେରୁଛନ୍ତି। ଯଦି ରୋଜଗାର ଥାନ୍ତି ବାହାର ଦାଦନ ଖଟେଇ ଯାଇଥାନ୍ତେ କି? କେବଳ ବାହାର ଲୋକଙ୍କୁ ପୋଷିବା ପାଇଁ ସରକାର ନିଜର ଅର୍ଥ ସ୍ୱାର୍ଥ ପାଇଁ କମ୍ପାନୀ ପ୍ରୀତି ତାଙ୍କୁ କରୁନାହିଁ। ନିରୀହ ଗରିବ ଆଦିବାସୀ ମାନଙ୍କର ଦୁଃଖ ତାଙ୍କୁ ଦେଖାଯାଉନାହିଁ। ଜୋର ଜବରଦସ୍ତ ପୋଲିସକୁ ଲଗେଇକି ଲାଠିମାଡ଼ କରିକି ତାଙ୍କୁ ସ୍ୱରକୁ ପକାଇ ଚେଷ୍ଟା କରୁଛି, ଜମିକୁ ହଡପ କରିବାକୁ ବସିଛନ୍ତି। ଏଇଟା ସରକାର ଦ୍ୱାରା କମ୍ପାନୀ ଏମଓୟୁକୁ ସ୍ପଷ୍ଟୀକରଣ ଦେଉନାହାନ୍ତି, ସାର୍ବଜନୀନ କରୁନାହାନ୍ତି। କାହିଁ କରୁନାହାନ୍ତି? ବିଶ୍ୱ ସନ୍ଦେହ ସୃଷ୍ଟି ହେବ। ଲୋକମାନଙ୍କୁ ଦାବି କରୁଛନ୍ତି, ନିଜ ହକ୍ ଅଧିକାର ଲଢ଼େଇ କରୁଛନ୍ତି, ତାଙ୍କୁ କାହିଁକି ପୋଲିସ ଲାଠିମାଡ଼ କରି ଚୁପ୍ କରନ୍ତି? କାହିଁକି ସରକାର ପେସା ଆଇନ ଲାଗୁ କରୁନାହିଁ? ସେ ଯୋଉ ପେସା ଆଇନ ଆଦିବାସୀ ମାନଙ୍କ ହକ୍ ଅଧିକାର ସ୍ୱାଭିମାନଙ୍କୁ ଦେଇଥାଏ, ସେ ପେସା କାହିଁ ଲାଗୁ କରୁନାହାନ୍ତି? ନିଶ୍ଚୟ ସରକାରଙ୍କର ମନ୍ଦ ଉଦ୍ଦେଶ୍ୟ ଅଛି। କିଛି ଅର୍ଥ ସ୍ୱାର୍ଥ ପାଇଁ ଆଜି ନିରୀହ ଆଦିବାସୀଙ୍କ ଜୀବନ ଖେଳ। ଦେଖନ୍ତୁ, କେବଳ ସେ ଲୋକମାନଙ୍କୁ ହଇରାଣ କରିବା, ଜୋର ଜବରଦସ୍ତ କମ୍ପାନୀ ମାନଙ୍କୁ ଲାଭ ଦେବାର ସଂକ୍ରାନ୍ତ ମାନେ ରହୁଛନ୍ତି। ଆଦିବାସୀ ମାନେ ଯଦି ସ୍ୱାଭିମାନ, ସେମାନେ କେବେ ଅନ୍ୟାୟ କରିନାହାନ୍ତି। ଯୋଉଥିପାଇଁ ତାକୁ ଜୋର ଜବରଦସ୍ତ ତାଙ୍କ ଉପରେ ଅତ୍ୟାଚାର କରି ଜଙ୍ଗଲ ଜମି ନେବାକୁ ନିଶ୍ଚିତ ଦିଆଯିବ। ଆପଣ ଦେଖିବେ ୟା ପୂର୍ବରୁ ବି ଯୋଉଠି ଅନ୍ୟାୟ ହେଇଛି କଂଗ୍ରେସ ଯୁବ କଂଗ୍ରେସ ଆନ୍ଦୋଳନ କରିଛି। ଆଜି ବି ଏ ଜେଏସଡବ୍ଲ୍ୟୁ ଯେତେ ଶକ୍ତିଶାଳୀ ହେଇଥାଉ, ସରକାର ଯେତିକି ଶକ୍ତି ତାଙ୍କ ପାଇଁ ବିନିଯୋଗ କରନ୍ତୁ, କିନ୍ତୁ ସାଧାରଣ ଲୋକଙ୍କର କଂଗ୍ରେସ ଶକ୍ତି ଆଗରେ ସରକାର ନିଶ୍ଚିତ ନଇବେ। ଗରିବ ଆଦିବାସୀଙ୍କର ଦାବି ଆଗରେ ସରକାର ମୁଣ୍ଡ ନୁଆଇବେ। ନିଶ୍ଚିତ ଯେମିତି ମିତ୍ତଲ ଫେରିକି ଯାଇଥିଲେ ସେଇଭଳିଆ ଜେଏସଡବ୍ଲ୍ୟୁ ପୋଷ୍ଟକୁ ଓଡ଼ିଶାରୁ ଫେରିକି